ଆଜି ଚାରୁଲତାର ବାହାଘର। ମାଳତୀପୁର ଗାଁ ସାରା ଲୋକ ଆଜି ଆନନ୍ଦ ଉଲ୍ଲାସରେ ମସଗୁଲ ଥିଲେ। ମଧୁସୂଦନ ରାଉତଙ୍କର ଝିଅ ଚାରୁଲତା ଏକମାତ୍ର ହିଁ ଝିଅ ତାଙ୍କର। ସେ ବୈକୁଣ୍ଠପୁର ନିବାସୀ ହରିହର ସାମଲଙ୍କ ପୁଅ ସହ ବାହାଘର ଠିକ୍ ହେଇଛି। ପାଟ ଶାଢ଼ୀ ସୁନା ଗହଣା ପିନ୍ଧି ପୁରା ସଜେଇ ହେଇ ବସିଛି ଚାରୁଲତା। ସାଙ୍ଗମାନେ ସବୁ ତାକୁ ଘେରିକି ବସିଛନ୍ତି। ଆଜି ସେ ବହୁତ ଖୁସି। ଏପଟେ ବରଯାତ୍ରୀ ଆସିବେ ବୋଲି ସଭିଏ ଆୟୋଜନରେ ବ୍ୟସ୍ତ ଅଛନ୍ତି। ହେଲେ ଇଏ କ'ଣ, ରାତି 12ଟା ବାଜିଲାଣି ଆସିକି, କିନ୍ତୁ ବରଯାତ୍ରୀଙ୍କର ଦେଖା ହିଁ ନାହିଁ। 11ଟାରେ ଆସି ପହଞ୍ଚିବା କଥା। ଆଉ ଗାଁ ଏତେ ଦୂର ବି ନୁହଁ ଯେ ଆସିବାକୁ ଏତେ ବିଳମ୍ବ। କଥା କ'ଣ କିଏ ଜାଣି, କାଳେ କେଉଁଠି ବାଟରେ କ'ଣ ଅସୁବିଧା ହେଇଯାଇଥିବ। ଏଇଆ ଭାବି ମଧୁସୂଦନ ମଦନକୁ ପଠେଇଲେ। ଆରେ ମଦନ, ଟିକେ ଦେଖି ଆସିଲୁ। ଆସି 12ଟା ବାଜିଲାଣି, ଏବେ ଯାଏ ବରଯାତ୍ରୀଙ୍କର କିଛି ଦେଖା ଦର୍ଶନ ନାହିଁ। ଆଉ ବାଜା ବାଣ କିଛି ଶୁଭୁନି। କିଛି ଅସୁବିଧା ହେଇଯାଇଛି କି? ହଁ ଭାଇ, ତମେ ଜମା ବ୍ୟସ୍ତ ହୁଅନି, ମୁଁ ଏବେ ଯାଉଛି ଦେଖିକି ଆସିବି। ଏତେ ଡେରି ହେଲାଣି, ବରଯାତ୍ରୀ ଆଉ କେତେବେଳେ ଆସିବେ? ବାହାଘର କେତେବେଳେ ହବ? ଏଇଆ କହି ମଦନ ଦୌଡ଼ି ଦୌଡ଼ି ଗଲା। କିଛି ସମୟ ପରେ ମଦନ ପାଟି ଶୁଭିଲା, ଭାଇ ଭାଇ, ସବୁ ଅନର୍ଥ ହେଇଗଲା ଭାଇ, ସବୁ ଅନର୍ଥ ହେଇଗଲା। ଆରେ ମଦନ, କ'ଣ ହେଲା? ଏମିତି କ'ଣ ପାଇଁ ହଉଛୁ? କ'ଣ ହେଲା କହ। ଭାଇ ଭାଇ, ଚାରୁର ବର ପାଖ ଗାଁର ଗୋଟେ ଝିଅକୁ ନେଇ ପଳେଇଛି। କ'ଣ? ହେ ଭଗବାନ! ମଧୁସୂଦନ ମୁଣ୍ଡରେ ହାତ ଦେଇକି ବସି ପଡ଼ିଲେ ଥପକିଣା। ଖବର ପାଇ କନ୍ଦା କଟା ବୋବାଳିରେ ଚାରିଆଡ଼ ଗର୍ଜିଲା। ଇଏ କ'ଣ, ବର ବାହା ହବାକୁ ଆସିବ, ହେଲେ ଆଉ ଗୋଟିଏ ଝିଅକୁ ନେଇ ପଳେଇଛି? ଛି 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 ଛି, ଏତେ ଲଜ୍ଜାର କଥା। ସବୁ ଗାଁ ଲୋକମାନେ କୁହାକୁହି ହବାକୁ ଲାଗିଲେ। ଏବେ କ'ଣ ହବ? ଝିଅଟା ମଙ୍ଗୁଳା ହେଇ ଏମିତି ରହିଯିବ? ମଙ୍ଗୁଳା ଝିଅ ଆଉ ଘରେ ରହିବା କଥା ନୁହଁ। ଏ ତ ବଡ଼ ଅମଙ୍ଗଳ କଥା। ଗାଁର ମୁଖିଆ ଆସି ମଧୁସୂଦନକୁ କହିଲେ, ଆରେ ବାବୁ, ମଙ୍ଗଳା ଝିଅକୁ ଘରେ କେମିତି ରଖିବୁ? ଏ ତ ଭାରି ଅଶୁଭ କଥାରେ। କିଛି ଗୋଟେ ବ୍ୟବସ୍ଥା କରିବାକୁ ପଡ଼ିବ। ଆଉ କ'ଣ କରିବି ଦାଦା? ମୋ ଝିଅଟାକୁ ଏମିତି ଯାହା ତାହା ସହିତ କେମିତି ବାହାଘର କରିଦେବି? ମୋ ଝିଅ ପଛେ ଘରେ ରହିବ, ମୁଁ ତାକୁ ଯାହା ତାହା ସହିତ ବାହା ଦେଇପାରିବିନି ଦାଦା। ହଠାତ୍ ଗାଁ ପୁରୋହିତ ଆସି କହିଲେ, ଗୋଟେ ଉପାୟ କଲେ ହବ। ଯଦି ଚାରୁଲତାକୁ ଗୋଟେ ବରଗଛ ସହ ବାହା ଦେଇଦେବ, ହୁଏତ ଆଉ କୌଣସି ଅସୁବିଧା ହବନି। ସମସ୍ତେ ସେଇ କଥାରେ ରାଜି ହେଇଗଲେ। ସେଇ ରାତିରେ ହିଁ ଚାରୁର ବାହାଘର ଗାଁ ମୁଣ୍ଡରେ ଗୋଟେ ବରଗଛ ସହ କରିଦେଲେ। ତା ପରଦିନ ଦ୍ୱିପ୍ରହରେ ଚାରୁକୁ ଖାଇବାକୁ ଦେଇ ବୀଣାଦେବୀ ଟିକେ ରୋଷେଇ ଘର ଆଡ଼େ ଚାଲି ଯାଇଥିଲେ। ହଠାତ୍ ଚାରୁର ପାଟି ଶୁଭିଲା, ବୋଉ ବୋଉ,
ଆଉ ଦିଟା ଭାତ ଦେଲୁ। ବୀଣା ଦେବୀ ଟିକେ ଆଶ୍ଚର୍ଯ୍ୟ ହେଇଗଲେ। ଚାରୁ ସବୁବେଳେ କମ୍ ଖାଏ, ବେଶୀ ଭାତ ଦେଲେ ବୋଉ ଉପରେ ସେ ପାଟି କରେ, ହେଲେ ଆଜି ଆହୁରି ଭାତ ମାଗୁଛି। ବୀଣା ଦେବୀ ପଛରେ ପୁଣି ଭାତ ଆଣି ଟିକେ ଦେଲେ ଚାରୁକୁ, କିନ୍ତୁ ଚାରୁ ଗୋଟେ ଗ୍ରାସରେ ସବୁ ଭାତ ଖାଇଦେଇ ଉଠି ଚାଲିଗଲା। ସେଇଦିନଠୁ ଚାରୁର ଚାଲିଚଳନ ପୁରା ବଦଳି ଯାଇଥିଲା। ଘରେ ବାପା ମା ଟିକେ ସନ୍ଦେହ ବି କରୁଥିଲେ। ଚାରୁ କେବେ ଆଇଁଷ ଖାଏନି, ଛୋଟ ବେଳୁ ସେ ଆଇଁଷ ପାଖରେ ହିଁ ପଶେନି, ମାଛ ମାଂସ ତାକୁ ସବୁ ଗନ୍ଧାଏ। କିନ୍ତୁ ଏଇ କିଛି ଦିନ ଚାରୁ ଆଇଁଷ ଛଡ଼ା କିଛି ଖାଉ ହିଁ ନାହିଁ। ସବୁବେଳେ ତାକୁ ମାଛ ଆଉ ମାଂସ ହିଁ ଦରକାର ପଡ଼ୁଛି। ଆଇଁଷ ନହେଲେ ଚାରୁ ରାଗୁଛି, ପାଟି କରୁଛି ବାପା ବୋଉଙ୍କ ଉପରେ। ଏଇସବୁ କଥା କେମିତି କେମିତି ଲାଗୁଥିଲା ମଧୁସୂଦନ ଆଉ ବୀଣା ଦେବୀକୁ। ଏମିତି କିଛି ଦିନ ଗଲା ପରେ ହଠାତ୍ ଦିନେ ରାତିରେ ଚାରୁ ଉଠି ବାହାରକୁ ଚାଲି ଯାଉଛି। ଏଇଟା ମଧୁସୂଦନଙ୍କ ନଜରରେ ପଡ଼ିଗଲା। ମଧୁସୂଦନ ବାବୁ ଝିଅର ପିଛା କରିବାକୁ ଲାଗିଲେ। ତାଙ୍କୁ ଏମିତି ଲାଗିଲା ଯେମିତି ସେ ତାଙ୍କ ଝିଅ ନୁହେଁ, ଆଉ କିଏ। ଚାରୁ ଚାଲି ଚାଲି ସେଇ ବରଗଛ ପାଖକୁ ଗଲା। ମଧୁସୂଦନ ବାବୁ ଗୋଟେ ଗଛ ଆଢ଼ୁଆଳରେ ଲୁଚିକି ସବୁ ଦେଖୁଥିଲେ। ହଠାତ୍ ଦେଖୁ ଦେଖୁ ଚାରୁ ଆଖି ପିଞ୍ଛାରେ ବରଗଛ ଉପରକୁ ଚଢ଼ିଗଲା। ଆଉ ତାପରେ ଯାହା ହେଲା, ମଧୁସୂଦନ ବାବୁ ନିଜ ଆଖି ଉପରେ ବିଶ୍ୱାସ କରିପାରିଲେନି। ଚାରୁ ଗଛରେ ବସିଥିବା ଗୋଟେ ପେଚାର ବେକକୁ କାମୁଡ଼ିକି ତା ରକ୍ତ ପିଇବାକୁ ଆରମ୍ଭ କରିଦେଇଛି। ମଧୁସୂଦନ ବାବୁ ଆଉ ଦେଖିକି ସେଠି ଗୋଟେ ମୁହୂର୍ତ୍ତ ବି ନ ରହି ଦୌଡ଼ି ଘରକୁ ପଳେଇ ଆସିଲେ। ଘରକୁ ଆସି ବୀଣା ଦେବୀକୁ ସବୁ ଖୋଲିକି କହିଲେ। ସ୍ୱାମୀ ସ୍ତ୍ରୀ 2 ଜଣ ଏଇ କଥାରେ ମୁଣ୍ଡରେ ହାତ ଦେଇକି ବସିଗଲେ। ହଠାତ୍ ତାଙ୍କ ଝିଅର ଏମିତି କି ଦୁର୍ଦ୍ଦଶା ହେଇଗଲା? ତା ପରଦିନ ମଧୁସୂଦନ ବାବୁ ଗାଁର ଗୋଟେ ଓଝା ପାଖକୁ ଗଲେ। ସେ ଓଝା ଗାଁର ସମସ୍ତଙ୍କର ସବୁ ଅସୁବିଧା ଆସିକି ପାଖରେ ଛିଡ଼ା ହୁଏ। ଆଉ ଭୂତ ପ୍ରେତ ଯେତେ ସବୁ ଯାହା, ସେ କାହାରିକି ଡରେନି, ଉଲ୍ଟି ତାକୁ ସମସ୍ତେ ଡରନ୍ତି। ଓଝାର ନାଁ ହେଉଛି ଭୈରବ। ଭୈରବ ଓଝାକୁ ଯାଇ ମଧୁସୂଦନ ବାବୁ ଆରମ୍ଭରୁ ଶେଷ ଯାଏଁ ସବୁ କହିଲେ। ଆଉ ଏଇଟା ବି କହିଲେ ଯେ ଚାରୁ ସହିତ ଯେତେବେଳେ ସେ ବରଗଛର ବାହାଘର ହେଲା, ତା ପରଠାରୁ ହିଁ ଚାରୁର ଏଇମିତି ଅବସ୍ଥା। ସବୁ ଶୁଣି ଭୈରବ ଓଝା ମଧୁସୂଦନ କାନ୍ଧରେ ହାତ ପକେଇ ତାକୁ ଥାପୁଡ଼େଇ କହିଲେ, ତୁ ଜମା ଡରେନି ମଧୁ। ତୋ ଝିଅ ଉପରେ କାହାର ଗୋଟେ ନଜର ପଡ଼ିଛି। ତୋ ଝିଅ ଦେହ ଭିତରେ ସେ ରହିଛି। ତାକୁ ତା ଦେହ ଭିତରୁ ବାହାର କରିବାକୁ ପଡ଼ିବ। ତୁ ଗୋଟେ କାମ କରେ, ଏଇ ମନ୍ତରା ଲେମ୍ବୁ ତାକୁ ନେଇଯା। ତୋ ଝିଅ ଯେତେବେଳେ ଶୋଇ ପଡ଼ିବ, ତା ତକିଆ ତଳେ ରଖିଦବୁ। ଆଉ ସେ ଉଠିବା ଆଗରୁ
ଏଇ ଲେମ୍ବୁଟାକୁ ନେଇ ଆସିବୁ, ଆଣି ମତେ ଦବୁ। ଲେମ୍ବୁଟାକୁ ଦେଖିଲେ ମୁଁ ଜାଣିଦେବି ତା ଦେହରେ ଇଏ ଅଛି। ମଧୁସୂଦନ ଭୈରବ ଓଝାର କଥା ମାନି ଲେମ୍ବୁ ନେଇ ଚାରୁର ଟକିଆ ତଳେ ରଖିଦେଲେ। ତା ପରଦିନ ଭୋରୁ ଉଠି ଲେମ୍ବୁଟାକୁ ଯେତେବେଳେ ଟକିଆ ତଳୁ କାଢ଼ିଲେ, ଦେଖିଲା ବେଳକୁ ଲେମ୍ବୁଟା ପୁରା କଳା ହେଇଯାଇଥିଲା। ମଧୁସୂଦନ ବାବୁ ଲେମ୍ବୁଟାକୁ ଦେଖି ବହୁତ ଡରି ଯାଇଥିଲେ। ଭୈରବ ଓଝାକୁ ଆଣି ଲେମ୍ବୁ ମଧୁସୂଦନ ଦେଇଦେଲେ। ତାପରେ ଭୈରବ ଓଝା କିଛି ଗୋଟେ ମନ୍ତ୍ର ଉଚ୍ଚାରଣ କରି ଲେମ୍ବୁଟାକୁ ମୁଣ୍ଡରେ ଲଗେଇଦେଲା। ଇଏ କେହି ସାଧାରଣ ଆତ୍ମା ତ ଝିଅ ଦେହରେ ନାହିଁ। ଏ ହେଉଛି ଲଗ୍ନ ଭ୍ରଷ୍ଟା। ଏ ଆତ୍ମା କାହିଁ କେତେ ବର୍ଷ ହେଲାଣି ଏଇ ଗାଁ ଆଉ ଏଇ ବରଗଛରେ ହିଁ ଅଛି। ବହୁତ ଶକ୍ତିଶାଳୀ ହେଇଗଲାଣି ଏ ଆତ୍ମା। ମଧୁସୂଦନ, ଯଦି ଏ ଆତ୍ମାକୁ ତୋ ଝିଅ ଦେହରୁ ବାହାର ନ କରାଯାଏ, ତାହେଲେ ତୋ ଝିଅ ବେଶୀ ଦିନ ଆଉ ବଞ୍ଚିବନି। ବାବା, କିଛି ଗୋଟେ କରନ୍ତୁ ବାବା। ତମ ଉପରେ ଆମର ପୁରା ଭରସା ଅଛି। ମୋ ଝିଅଟାକୁ ବଞ୍ଚେଇ ଦିଅ ବାବା, କିଛି ଗୋଟେ କର। ହଉ, କାଲି ପୂର୍ଣ୍ଣିମା ଅଛି। ତୋ ଘରକୁ ମୁଁ ଯିବି। କିଛି ଜିନିଷ ଦରକାର। ତୁ ଆଜି ବଜାର ଯା, ଏଇସବୁ ଜିନିଷ ନେଇ ଆସିବୁ। ମନେ ରଖ, କାଲି ଚାରୁକୁ ଜମା ବି ଘରୁ ବାହାରିବାକୁ ଦବୁନି। ଅପେକ୍ଷା କରିଥିବୁ। ଠିକ୍ ସନ୍ଧ୍ୟାରେ ମୁଁ ତ ଘରକୁ ଯିବି। ମଧୁସୂଦନ ଭୈରବ ଓଝା ପାଖରୁ ଗୋଟେ କାଗଜ ନେଇ ବଜାରକୁ ଚାଲିଗଲେ। ଯାହା ସବୁ ସେଇ କାଗଜରେ ଲେଖା ହେଇଥିଲା, ସବୁ ଜିନିଷ ସେ ଗୋଟି ଗୋଟିକି ନେଇକି ଆସିଲେ। ତା ପରଦିନ ସନ୍ଧ୍ୟାରେ ଭୈରବ ଓଝା ଘରକୁ ଆସିଲା। 4 ଖଣ୍ଡି କାଠ ପୋଡ଼ି ଯଜ୍ଞ ଆରମ୍ଭ କରିଦେଲା ସେ। ତା ହାତରେ ଗୋଟେ ରୁଦ୍ରାକ୍ଷ ମାଳ ଥିଲା, ଆଉ ଗୋଟେ ହାତରେ ଗୋଟେ ମୁଣି ଥିଲା। କିଛି ବିଭୂତି ରଖିଥିଲା ସେ ମୁଣି ଭିତରେ। କ'ଣ ଗୋଟେ ମନ୍ତ୍ର କହି ଟିକେ ବିଭୂତି ଆଣି ଫୁଙ୍କିଦେଲା। କିଛି ସମୟ ଭିତରେ ଗୋଟେ ପ୍ରକାଣ୍ଡ କଳା ଛାଇ ଆସି ଛିଡ଼ା ହେଇଗଲା। ଆଉ ତା ପଛରେ ଚାରୁ ବି ଛିଡ଼ା ହେଇଥିଲା। ଚାରୁର ସେତେବେଳେ ହୋସ୍ ନାହିଁ। ସେ ଆଖି ବୁଜିକି ଛିଡ଼ା ହେଇଛି, ସତେ ଯେମିତି ନିଦରେ ଅଛି ସେ। ସେ କଳା ଛାଇ ଚାରୁ ଦେହକୁ ଘୋଡ଼େଇ ଆସି ଛିଡ଼ା ହେଇଛି। ଭୈରବ ଓଝା ଆଉ ଥରେ ବିଭୂତି ମନ୍ତ୍ର କରି ଫୋପାଡ଼ି ଦେଲେ ସେଇ କଳା ଛାଇ ଉପରକୁ। ସାଙ୍ଗେ ସାଙ୍ଗେ ଗୋଟେ ସ୍ତ୍ରୀ ଲୋକର କଣ୍ଠସ୍ୱର ଶୁଭିଲା, ମତେ ଛାଡ଼ିଦେ, ନହେଲେ ମୁଁ କାହାରିକୁ ବି ଛାଡ଼ିବିନି, ସମସ୍ତଙ୍କୁ ମାରିଦେବି। କିଏ ତୁ? ଆଉ ଏଇ ଝିଅ ଦେହରେ କ'ଣ ପାଇଁ ଅଛୁ? କହ, ନହେଲେ ମୁଁ ତତେ ସବୁଦିନ ପାଇଁ ବନ୍ଦୀ କରିଦେବି। ତୁ ମତେ ବନ୍ଦୀ କରିବୁ? ତୋର ଏତେ ବଡ଼ ସାହସ? ମୁଁ ସାବିତ୍ରୀ, ଏଇ ଗାଁର ଝିଅ। ମୁଁ ଏଇ ଗାଁ ଲୋକମାନଙ୍କ ଉପରେ ରାଗିଛି। ମୋ ସହିତ ଏମାନେ ଅନ୍ୟାୟ କରିଛନ୍ତି। ମୁଁ ଏମାନଙ୍କୁ କାହାରିକି ବି ଛାଡ଼ିବିନି। କି ଅନ୍ୟାୟ ହେଇଛି ତୋ ସହ? କହ, କହ ମତେ, କି ଅନ୍ୟାୟ ହେଇଛି ତୋ ସହ? ଏଇ ଗାଁର ଅମ୍ବରୀଶ ବୋଲି ଗୋଟେ ପିଲାକୁ ମୁଁ ମୋ ମନ ପ୍ରାଣ ଦେଇକି ଭଲ ପାଇଥିଲି। ତାକୁ ବାହା ହେଇ ଘର ସଂସାର କରିବାକୁ ଚାହୁଁଥିଲି। ହେଲେ ଏଇ ଗାଁ ବାଲାମାନେ ସବୁ ମିଶି ବିରୋଧ କରିଥିଲେ। କାହିଁକି ନା ଅମ୍ବରୀଶ ଛୋଟ କୂଳରେ ଜନ୍ମ ନେଇଥିଲା।
ସେ ମତେ ବାହା ହେଇପାରିବନି ଏଇ ଗାଁ ଲୋକମାନେ କହିଥିଲେ। ହେଲେ ହେଲେ ଆମେ ଦୁହିଁକୁ ଭଲ ପାଉଥିଲୁ। ଆମେ ସ୍ଥିର କଲୁ ଏଇ ଗାଁରୁ ପଳେଇ ଯିବୁ। ସେଦିନ ମୁଁ ମୋର ସବୁ ଗହଣା ପତ୍ର ନେଇ ପଳେଇ ଆସିଥିଲି ଏଇ ସେଇ ବରଗଛ ଯାହା ମୂଳରେ ମୁଁ ଅପେକ୍ଷା କରିଥିଲି ତା ପାଇଁ। ହେଲେ ସେ ଆସିନଥିଲା। ଗୋଟେ ଚିଠି ପଠେଇଥିଲା ମୋ ପାଇଁ ତା ସାଙ୍ଗ ହାତରେ। ସେ ଗାଁ ଛାଡ଼ି ଚାଲି ଯାଇଥିଲା ତା ବାପା ମାଙ୍କ ସହ। ଏଇ ଗାଁ ଲୋକମାନେ ତା ଘର ଭାଙ୍ଗି ଜଳେଇ ଦେଇଥିଲେ ଆଉ ତା ବାପା ମାଙ୍କୁ ମାରିବାକୁ ଧମକ ଦେଇଥିଲେ। ତେଣୁ ସେ ଗାଁ ଛାଡ଼ି ଚାଲି ଯାଇଥିଲା ଆଉ ମତେ କହିଥିଲା ତୁ ଖୁସିରେ ରହ, ଭଲରେ ରହ। ହେଲେ ମୁଁ ତା ବିନା କେମିତି ଖୁସିରେ ରହିଥାନ୍ତି? ମୁଁ ଏଇ ବରଗଛରେ ମୋ ପ୍ରାଣ ହରେଇଥିଲି। ଆଜି ମୁଁ କାହାକୁ ବି ଛାଡ଼ିବିନି। ସମସ୍ତଙ୍କୁ ଗୋଟି ଗୋଟି ମାରିଦେବି। ଚୁପ୍ କର। ତୋ ସହିତ ଅନ୍ୟାୟ ହେଇଛି। ହେଲେ ଏଇ ନିରୀହ ଝିଅଟାର ତୋର କି କ୍ଷତି କରିଛି? ତାକୁ କଣ ପାଇଁ ତୁ କଷ୍ଟ ଦଉଛୁ? ସେ ତ ତୋର କିଛି ଅପରାଧ କରିନି। ଆଉ ଅମ୍ବରୀଶର ବି କିଛି ଦୋଷ ନଥିଲା। ସେ ତ ତତେ କହିଥିଲା ତୁ ଖୁସିରେ ରହ ବୋଲି। ତୁ ଏଇ ଝିଅକୁ ଛାଡ଼ିଦେ, ଆଉ ଏଇ ଯନ୍ତ୍ରଣାରୁ ମୁଁ ତତେ ମୁକ୍ତି ଦେବି। ତୁ ଏଇ ଚକ୍ରରୁ ବାହାରି ଯିବୁ, ନହେଲେ ଏଇ ପ୍ରେତ ଯୋନିରେ ଅନାଦି କାଳ ପାଇଁ ଭଟକୁଥିବୁ। ତତେ କେହି ମୁକ୍ତି ଦେଇପାରିବେନି। ଏଇ କଥା ଶୁଣି ସାବିତ୍ରୀର ଆତ୍ମା ଟିକେ ନରମ ଜଣା ପଡ଼ିଲା। ହଁ, ମତେ ମୁକ୍ତି ଦରକାର। ମୁକ୍ତି ଦିଅ, ମତେ ମୁକ୍ତି ଦିଅ। ଭୈରବ ଓଝା ସେଇ ରୁଦ୍ରାକ୍ଷ ମାଳାକୁ ଟାଣି ଛିଣ୍ଡେଇ ଦେଲା। ସାଙ୍ଗେ ସାଙ୍ଗେ ସେଇ ଛାଇ କୁଆଡ଼େ ଉଭେଇ ଗଲା। ଆଉ ଚାରୁ ହଠାତ୍ ଧୂସ୍ କିଣା ତଳେ ପଡ଼ିଗଲା। ମଧୁସୂଦନ ଝିଅକୁ କୋଳରେ ଉଠେଇ ଧରିଲେ ଆଉ କାନ୍ଦିବାକୁ ଆରମ୍ଭ କରିଦେଲେ। ଚିନ୍ତା କରେନି ମଧୁସୂଦନ, ତୋ ଝିଅ ଚାରୁ ଏବେ ଠିକ ଅଛି। ସେ ଆତ୍ମାର ମୁକ୍ତି ହେଇଯାଇଛି। ମୁଁ ତାକୁ ମୁକ୍ତି ଦେଇଛି। ତୁ ଜମା ଚିନ୍ତା କରେନି। ତୋ ଝିଅ ପୁରା ଠିକ ହେଇଯିବ। ହଉ, ମତେ ଏବେ ବିଦାୟ ଦେ। ତା ପରଦିନ ସକାଳକୁ ଚାରୁ ପୁଣି ସେଇ ଚାରୁ ଆଗ ଭଳି ହେଇଯାଇଥିଲା। ଆଉ କିଛି ମାସ ପରେ ଗୋଟେ ଭଲ ଘରୁ ଚାରୁ ପାଇଁ ପ୍ରସ୍ତାବ ଆସିଲା। ଆଉ ଧୁମଧାମରେ ଚାରୁର ବାହାଘର ବି ହେଲା। କଥାରେ ଅଛି ନା, ଭଲ କାମର ଫଳ ସବୁବେଳେ ଭଲ ହେଇଥାଏ। ଆପଣମାନେ ଶୁଣୁଥିଲେ ଲଗ୍ନ ଭ୍ରଷ୍ଟ। ଉପସ୍ଥାପନାରେ ମୁଁ ମୋନାଲିସା ନାୟକ ଷଡ଼ଙ୍ଗୀ। କାହାଣୀଟି କେମିତି ଲାଗିଲା କମେଣ୍ଟରେ ଜଣେଇବେ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବେନି। ରହିଲି, ଜୟ ଜଗନ୍ନାଥ।